ଆପଣଙ୍କୁ ବତେଇ ଦେଉଛି ମୁଁ ଯେ ରାଜସ୍ୱ ବିଭାଗର ଆର୍ଆଇ ଅମିନ ଏଭଳିଆ ପଦର ନିଯୁକ୍ତି ପ୍ରକ୍ରିୟା ବିଭାଗ କରିନଥାଏ। ଓଡ଼ିଶା ସବର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ମାଧ୍ୟମରେ ଇଏ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହୋଇଯାଏ, ଯେଉଁଟା ବର୍ତ୍ତମାନ ଓଡ଼ିଶାରେ ଚାଲିଛି। 4.5 ଲକ୍ଷରୁ ଅଧିକ ଆବେଦନକାରୀ ଏ ପରୀକ୍ଷା ଦେଉଛନ୍ତି। ଶେଷ ପର୍ଯ୍ୟାୟ ପରୀକ୍ଷା 28 ତାରିଖ ଦିନ ସ୍ଥିରୀକୃତ ହୋଇଛି। ସେ କ୍ରମରେ ଶିକ୍ଷା ବିଭାଗର ମଧ୍ୟ ଗୋଟିଏ ପରୀକ୍ଷା, ସେଇଟା ମଧ୍ୟ 28 ତାରିଖକୁ ଧାର୍ଯ୍ୟ ହୋଇଥିଲା। ତଦ୍ୱାରା ଗୋଟିଏ ଦିନରେ 2ଟା ପରୀକ୍ଷା ହେବ। ଆବେଦନକାରୀ ଯେଉଁମାନେ 2ଟା ଯାକ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ, ସେମାନେ ଗୋଟିଏ ପରୀକ୍ଷାରୁ ବଞ୍ଚିତ ହେବେ। ତେଣୁ ଏ ବାବଦରେ ଷ୍ଟାଫ୍ ସିଲେକ୍ସନ୍ କମିଶନ ସହିତ ବି ଆମର କଥାବାର୍ତ୍ତା ହୋଇଥିଲା, ଶିକ୍ଷା ବିଭାଗ ସାଙ୍ଗରେ ମଧ୍ୟ କଥାବାର୍ତ୍ତା ହୋଇଥିଲା। ମୋଟାମୋଟି ଏଇଟା ଏମିତି ନିଷ୍ପତ୍ତି ହୋଇଛି ଯେ ରାଜସ୍ୱ ବିଭାଗର ଆର୍ଆଇ ଅମିନ ପରୀକ୍ଷା 28 ତାରିଖ ଦିନ ନିର୍ଦ୍ଦିଷ୍ଟ ସମୟରେ ହେବ। ଆଉ ଶିକ୍ଷା ବିଭାଗ ତାଙ୍କର ବିଭାଗର ଯେଉଁ ବିଭିନ୍ନ ପଦକୁ ନେଇକରି ନିଯୁକ୍ତି ପ୍ରକ୍ରିୟା 28 ତାରିଖ ହେବାକୁ ଥିଲା, ସେଟାକୁ ସେମାନେ ଘୁଞ୍ଚେଇବେ। 5 ତାରିଖ ମୋଟାମୋଟି ଦିନ ଧାର୍ଯ୍ୟ ହୋଇଛି କରିବା ପାଇଁ। ଏ ବାବଦରେ ସମ୍ଭବତଃ ଆଜି ନୋଟିଫିକେସନ୍ ବାହାରି ଯାଇଥିବ। ତେଣୁ ଯେଉଁମାନେ ଉଭୟ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ, ତାଙ୍କୁ ଆଉ ଅସୁବିଧା ହେବ ନାହିଁ। ଓକେ, ଥ୍ୟାଙ୍କ ୟୁ ସାର୍।